ସାଙ୍ଗମାନେ ଚାଲ କରିବା ଚିକେନ୍ର ଗୋଟେ ନୂଆ ଡିଶ୍। ଗୋଟେ ପ୍ୟାନ୍ରେ କିଛି ତେଲ ପକାଇ ସେଥିରେ କିଛି ଲୁଣ ପକାଇ ଚିକେନ୍ ଗୁଡ଼ିକୁ ପ୍ରଥମେ ଫ୍ରାଏ କରିଦେବା। ଫ୍ରାଏ କରିସାରିଲା ପରେ ତ କିଛି ଚିକେନ୍କୁ ମଧ୍ୟ ସେଇଥିରେ ନେବା, ସେଥିରେ କିଛି ରସୁଣ କଟା ଓ ପିଆଜ କଟା ପକାଇକି ତାକୁ ଭଲ ଭାବରେ ଭାଜିବା। ଭାଜି ସାରିଲା ପରେ ସେଥିରେ ଆମେ କିଛି ମସଲା ପକାଇବା। ତାପରେ ଆମେ ଟମାଟୋକୁ ସିଝେଇକି ତାକୁ ଟିକେ ହାତରେ ଚକଟିକି ବା ତାକୁ ଚକଟି ଦେଲା ବେଳେ ତାକୁ ଅଳ୍ପ ଅଳ୍ପ ଚକଟିକି ତାକୁ ଟମାଟୋ ସେଥିରେ ପକାଇବା। ସେଥିରେ ତାପରେ ଲାଲ ଲଙ୍କା ପକାଇବା, ତାପରେ କିଛି କଲର୍ ପାଇଁ, ତାପରେ ସେଥିରେ କିଛି ଷ୍ଟକ୍ ପକାଇବା, ତାପରେ ଟମାଟୋ ସସ୍ ଦେବା, ତାପରେ ବ୍ଲାକ୍ ପେପର୍ ଦେଇକି ବୋଧେ ସ୍ୱାଦ ଅନୁସାରେ ବି ଲୁଣ ଦେଇପାରିବେ। ତ ଲୁଣ ଆପଣଙ୍କ ସ୍ୱାଦ ଅନୁସାରେ ଆପଣ ଦେବେ, କିନ୍ତୁ ଟମାଟୋର ଏଠି ଅଧିକା ରହିବ। ଏଠି ଏଇଟା ଛତୁକୁ କିଛି ତେଲ ପକାଇକି ତାକୁ ଭଲ ଭାବରେ ଭାଜିବା, ତା ସହିତ ବି ଛତୁ ଖାଆନ୍ତି। କିନ୍ତୁ ଚିକେନ୍ ଗୁଡ଼ିକୁ ଆମେ ଯେଉଁ ଫ୍ରାଏ କରିଥିଲେ ଚିକେନ୍ ରଖିଲେ ଓ ଷ୍ଟକ୍ ପାଣି ବା ଷ୍ଟକ୍ର ଯେଉଁ ୱାଟର୍ ଗୁଡ଼ା ଥିବ ଆମ ଷ୍ଟକ୍ ୱାଟର୍ ଗୁଡ଼ା ଦେଇକି ସେଥିରେ ଆଉ କିଛି ସକ୍ସ ଦେଇକି ତାକୁ ତିଆରି